যে দেশ বর্তমান কৌভଳି ପରିସ୍ଥିତିରେ ଗତି କରୁଛି ଯେତେବେଳେ ଚେୟାରରେ ବସିଥିବା ଗୋଟେ ଲୋକ ସମ୍ବିଧାନ ସଂସ୍କୃତି ଏବଂ ଅହଙ୍କାରରେ ପରିଣତ ହୁଏ ସେତେବେଳେ ସାଧାରଣ ଲୋକଟିଏ ବ୍ୟବସ୍ଥା ଏବଂ ବ୍ୟବସ୍ଥା ବିରୁଦ୍ଧରେ ଯିବା ପାଇଁ ବାଧ୍ୟ ହୁଏ। ଆଜି ଯେତେବେଳେ ଆଜ୍ଞା 30 ଛାତ୍ରଛାତ୍ରୀ ସୁଇସାଇଡ୍ କଲେ ସେତେବେଳେ ଏଇ ବୁଢ଼ା ଲୋକଟା ମରିଗଲେ এই বুড়া লোকটা যদি আছি যন্তর মন্তরে আন্দোলনে বসিনথাନ୍ତା ବୋଧ ହୁଏ ଆମ ଭଳି ନାଗରିକ ମାନେ ଆମ ଭଳି ଛାତ୍ରଛାତ୍ରୀ ମାନେ ଆଜି ଜାଗତ ଦେଇନଥାନ୍ତେ। ଆମେ ଆଜି ଜାଗତ ହେଇଛୁ କି ନାହିଁ ଜାଗତ ହେଇଛୁ କି ନାହିଁ ସୌମ୍ୟବଞ୍ଚିତ ସାଙ୍ଗରେ ବୁଲା ଦେଶ ଛିଡ଼ା ହୋଇଛୁ କି ନାହିଁ ଏମାନେ ଭାବିଲେ ଯେ ଯଦି ସରକାର ଗଣତାନ୍ତ୍ରିକ ଭାବରେ ଉଠେଇ ନିଏ କିନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯେତେବେଳେ ଆନ୍ଦୋଳନ କୌଣସି ଅହିଂସା ରୂପକୁ ବାଧ୍ୟବାଧକତାର ସରକାର ଛାଡ଼ିଦେବା ପାଇଁ ଚେଷ୍ଟା କରନ୍ତି ସେତେବେଳେ ଆମ ଭଳି ଯୁବକମାନେ ଜେଏନ୍ଜିର ରୂପ ନିଅନ୍ତି ଏବଂ ଏ ଜେଏନ୍ଜିର ରୂପ ବର୍ତ୍ତମାନ ଓଡ଼ିଶାରେ ଆରମ୍ଭ ହୋଇଛି। ଆପଣ ଜାଣନ୍ତି ଯେ ବିଗତ ଦିନରେ କୁହାଯାଉଥିଲା ଯେ ଓଡ଼ିଶାର ଲୋକମାନେ ଆଜ୍ଞା ପଛୁଆ ସେ ଆନ୍ଦୋଳନ କ୍ଷେତ୍ରରେ ହଉ ବା କୌଣସି ପ୍ରତିବାଦ କ୍ଷେତ୍ରରେ ହଉ ସେମାନେ ମୁହଁ ଖୋଲନ୍ତି ନାହିଁ କିନ୍ତୁ ଭଏସ୍ ଅଫ୍ ଓଡ଼ିଶା ଆଜି ପ୍ରମାଣ କରିଛେ ଯେ ଆପଣମାନେ ହଉଛନ୍ତି ଗୋଟେ ଗୋଟେ ଯୋଦ୍ଧା। ଆପଣମାନଙ୍କ ଭିତରେ ସେଇ ସମ୍ଭାବନା ଅଛି ଯେଉଁ ସମ୍ଭାବନା ସରକାରଙ୍କର ଅହଙ୍କାରକୁ ଜାରି କରି ସରକାର କରିଦେବ। ମୁଁ ତମାମ କ୍ରାନ୍ତିକାରୀ ସାଲାମ ଦେଉଛି ଆପଣମାନଙ୍କୁ ଏ ଅନଶନ ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଏକ ଭଲ ଆଦର୍ଶକୁ ଆଗେଇବା ପାଇଁ।